ହଉଛି ଆମର ଯୋଉ ସପ୍ତ ଛନ୍ଦ ଅଛି ବୁଝିଲେ ନା। ସପ୍ତ ଛନ୍ଦ କାହାକୁ କୁହନ୍ତି? ଛନ୍ଦ ମାନେ ହଉଛି ଗାଈ ଛନ୍ଦ। ଆମେ ଗାଈ ଛନ୍ଦ ଅର୍ଥ କରୁନୁ, ଛନ୍ଦ ଅର୍ଥ ହଉଛି ବନ୍ଧନ ଡୋର। ବନ୍ଧନ ଡୋର ମାନେ ଆମର ପଦ୍ୟରେ ଛନ୍ଦ କାହାକୁ କୁହନ୍ତି ନା ପଦ୍ୟ କଣ ଗୋଟେ ପଦ୍ୟ ଗୋଟେ ନିର୍ଦ୍ଦିଷ୍ଟ ଲୟ ଏବଂ କେତେଟା ସ୍ୱରକୁ ମିଶେଇକିରି ଗୋଟେ ପଦ୍ୟର ଗୋଟେ ଛନ୍ଦ ହୁଏ, ପଦ୍ୟ ହୁଏ। ସେ ପଦ୍ୟଟା ଯୋଉ ନିର୍ଦ୍ଦିଷ୍ଟ ସ୍ୱରରେ ବା ଲୟରେ ଚାଲେ ସେ ଲୟରୁ ବ୍ୟତିକ୍ରମ କେବେ ହୁଏ ନାହିଁ। ସେ ସବୁଆଡେ ସେଇଟା ମାନେ ବୋଲାଯାଏ। ସେଇ ଯୋଉ ବ୍ୟତିକ୍ରମ ଲୟଟା ରହିଲା ସ୍ଥିର ହେଇକି ସେଇଟାକୁ କୁହାଯାଏ ଛନ୍ଦ। ଅର୍ଥାତ୍ ସିଏ ଗୋଟିଏ କେତେ ଗୁଡ଼ିଏ ପ୍ରଣାଳୀରେ ସେ ବନ୍ଧା ହେଇକି ଗୋଟିଏ ପଦ୍ୟ ତିଆରି ହେଇଗଲା। ଯୋଉ କରୁଛନ୍ତି ଯୋଉମାନେ ସବୁ ବୋଲାବୋଲି କରୁଛନ୍ତି, ପ୍ରଥମେ ଗୋଟେ ଘୋଷାକୁ ସେ ବୋଲୁଛନ୍ତି, ସେ ଘୋଷାଟା କରୁଛନ୍ତି ନା ସେ ଘୋଷାର ଯୋଉ ଜିନିଷ ସବୁ ରହିଲା ସ୍ୱର ଲୟ ତାନ ଏଗୁଡାକ ସବୁ ନିର୍ଦ୍ଦିଷ୍ଟ ରହିବ। ତାଳ ତ ରହିଲା ତବଲାରେ, ନା ଯୋଉ ଲୟ ତାମାନେ ହାରମାନରେ ଯୋଉ ଲୟରେ ଜଣେ ଲୋକ ଗାଇଛି ତାକୁ ପ୍ରଥମରୁ ଗାଇଛି, ତାପରେ ସେଇ ଲୟ ହିଁ ରଖିବ। ତେଣୁ ସେଇଟା ହିଁ ହଉଛି ଛନ୍ଦ। ଗୋଟିଏ ଲୟରେ ଗାଇବା ପାଇଁ ପଡିବ, ସେଥିରୁ ବ୍ୟତିକ୍ରମ ଅପ୍ ଡାଉନ୍ ହବନି। ତେଣୁ ତାକୁ ଛନ୍ଦ ବୋଲିକି କୁହନ୍ତି। ସେଇ ଯୋଉ ଛନ୍ଦଟା ହୁଏ କେମିତି ହୁଏ ନା ଆମ ଶରୀର ଭିତରେ 7ଟା ଧାତୁ ରହିଛି। 7ଟା ଧାତୁରେ 7 ପ୍ରକାରର ଛନ୍ଦ ରହିଛି। ଆଚ୍ଛା, 7ଟା ଛନ୍ଦର 7 ପ୍ରକାରର ଛନ୍ଦର 7 ପ୍ରକାରର ସ୍ୱର ଅଛି। ଆଉ ଭାଗବତ କହୁଛି 7 ପ୍ରକାରର ଛନ୍ଦଟା 7 ପ୍ରକାରର ଧାତୁରେ ସ୍ପନ୍ଦିତ ହଉଛି। ତାହେଲେ ସପ୍ତ ଧାତୁରେ ସପ୍ତ ସ୍ୱର ସ୍ପନ୍ଦିତ ଅହରହ ହଉଛି। ସେଇ ଯୋଉ ସପ୍ତ ଧାତୁର ଯୋଉ ସପ୍ତ ସ୍ୱର, ସେ ସପ୍ତ ଧାତୁ ତିଆରି ହଉଛି କେମିତି ନା ଧାତୁ ଶକ୍ତିରୁ ସପ୍ତ ଧାତୁ ତିଆରି ହଉଛି। ଧାତୁ ଶକ୍ତି ରହିଛି କୋଉଠି ନା ଧାତୁ ଶକ୍ତି ରହିଛି ନାଭିରେ। ନାଭିର ଧାତୁ ଶକ୍ତି ସେ ସପ୍ତ ଧାତୁରେ ସପ୍ତ ସ୍ୱର ସୃଷ୍ଟି କରୁଛି। ସୁତରାଂ ନାଭି ହଉଛି ଏକାକ୍ଷରର ମୂଳ ସ୍ଥାନ। ଆଚ୍ଛା, ଯଦି ନାଭି ହଉଛି ଏକାକ୍ଷରର ମୂଳ ସ୍ଥାନ, ଏକାକ୍ଷର କେମିତି ନା ଆମର ବ୍ରହ୍ମଶାଙ୍କୁଳି ଅଚ୍ୟୁତାନନ୍ଦ କହିଲେ ହକାରଟି ରଜ ରକାରଟି ବୀର୍ଯ୍ୟ ପୃଥିବୀକୁ ଛାଡ଼ି ବସ ଦେହ ଭିତରେ ତ ସର୍ବସମ୍ଭାଳିଛି ଶୂନ୍ୟରେ ଶୂନ୍ୟ ପୁରୁଷ। ହକାର ହେଲା ରଜ ଶକ୍ତି ଆଉ ରକାର ହେଲା ବୀର୍ଯ୍ୟ ଶକ୍ତି। ଆଚ୍ଛା, ଠାକୁର ମଧ୍ୟ ଆମ ଲେଖିଲେ ଆମ ଖରସ୍ରୋତା କଳ୍ପରେ କଣ ନା ହ ହଉଛି ରାଧା, ର ହଉଛି କୃଷ୍ଣ। ତାହେଲେ କୃଷ୍ଣ ହେଲେ ବୀର୍ଯ୍ୟ ଶକ୍ତି, ସେ ହଉଛି ରକାର। ରାଧା ହେଲେ ରଜ ଶକ୍ତି, ସେ ହେଲେ ହକାର। ଆଉ ହକାର ରକାର ମିଶିଲେ ରକାର। ରକାରଟା ହେଲା ନା ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି। ତେଣୁ ଏକାକ୍ଷରର କେନ୍ଦ୍ରରେ ରକାର ରହିଲେ, ଅର୍ଥାତ ରାଧାକୃଷ୍ଣ ରହିଲେ। ଯଦି ରାଧାକୃଷ୍ଣ ରହିଲେ ଠାକୁରଙ୍କ ଭାଷାରେ, ତାପରେ ଆଉ କଣ ହେଲେ ନା ସପ୍ତ ଦଳରେ 7ଟା ମାତ୍ରା ରହିଲେ। ଆକାର, ଏକାର, ଉକାର, ଓକାର, ଔକାର, ଇକାର, ଅଙ୍କାର। ଇଏ ଗଲେ 7ଟା ମାତ୍ରା। ଏଇ 7ଟା ମାତ୍ରା ଯେତେବେଳେ ହ୍ରକାରରେ ମିଶିଯାଏ, ହ୍ରକାରରେ ଆକାର ମିଶିଲେ ହ୍ରାକାର, ଏକାର ମିଶିଲେ ହ୍ରେକାର, ଉକାର ମିଶିଲେ ହୃକାର, ଓକାର ମିଶିଲେ ହ୍ରୋକାର, ଔକାର ମିଶିଲେ ହ୍ରୌକାର, ଇକାର ମିଶିଲେ ହ୍ରିକାର, ଅଙ୍କାର ମିଶିଲେ ହ୍ରଙ୍କାର। ତେଣୁ ଏଇ ଯୋଉ ଶବ୍ଦ ସବୁ ସୃଷ୍ଟି ହେଲା, ଏହା ହିଁ ହଉଛି ବ୍ରହ୍ମ ଏକାକ୍ଷର। ଏବଂ ଏଇ ହଉଛି ସପ୍ତ କୁଞ୍ଜରେ 7ଟା ସଖୀ। 7ଟା ସଖୀ ଆଉ ଅଷ୍ଟକୁଞ୍ଜରେ ରାଧାକୃଷ୍ଣ ଠାକୁରଙ୍କର ହଉଛି ବଡ ବିଜ୍ଞାନ। ଆଉ ତାକୁ ଯଦି ଆମେ ଅନ୍ୟ ଭାଷାରେ ବୁଝିବା, ଆଉ ହ୍ରକାରଟା ହଉଛି ଧାତୁ ଶକ୍ତି। ଧାତୁ ଶକ୍ତି କଣ ନା ଧାତୁ କଲେ ରଜ ବୀର୍ଯ୍ୟର ମିଳିତ ଶକ୍ତିକୁ କୁହାଯାଏ ଧାତୁ ଶକ୍ତି। ସେଇ ଧାତୁ ଶକ୍ତିଟା ନାଭିରେ ପ୍ରଥମେ ସୃଷ୍ଟି ହୁଏ ସେ ମାତୃ ଗର୍ଭରେ। ସେ ଧାତୁ ଶକ୍ତି ସୃଷ୍ଟି ହେଇକି କଣ କରେ ନା ସିଏ ଗୋଟେ ଆକର୍ଷଣୀ ଶକ୍ତି, ସେ ଖାଦ୍ୟକୁ ଆକର୍ଷଣ କରେ। ତେଣୁ ସେ ମା ଗର୍ଭରେ ଯୋଉ ମାର ଉଦରରେ ଯୋଉ ଖାଦ୍ୟ ଅଛି, ସେ ଖାଦ୍ୟକୁ ସେ ଧାତୁ ଶକ୍ତି ଦ୍ୱାରା ଆକର୍ଷିତ ହେଇକି ଆସିକି ଶିଶୁ ଦେହରେ ପୁଷ୍ଟି ସାଧନ ହୁଏ, ଅର୍ଥାତ୍ ସପ୍ତ ଧାତୁ ନିର୍ମାଣ ହୁଏ। ତେଣୁ ଧାତୁ ଶକ୍ତି ମାତା ଗର୍ଭରୁ ଖାଦ୍ୟ ରସ ଶୋଷଣ କରିକି ଆଣିକିରି ଶିଶୁ ଶରୀରରେ 7ଟା ଧାତୁ ନିର୍ମାଣ କରେ। ଏବଂ ସେଇ 7ଟା ଧାତୁରେ 7 ପ୍ରକାର ସ୍ପନ୍ଦନ ସୃଷ୍ଟି ହୁଏ। ତାହା ହିଁ ହଉଛି ବ୍ରହ୍ମ ଏକାକ୍ଷର। ଏଇ ଯେ ଏକାକ୍ଷରର ସ୍ଥାନ। ତେଣୁ ଏକାକ୍ଷର ହଉଛି ନାଭି ଚକ୍ରରେ ରହିଲେ, ଯିଏକି ଇଏ ସପ୍ତ ସ୍ୱର ସେଇ ଜାଗାରେ ସୃଷ୍ଟି ହେଇକିରି ଏକାକ୍ଷରର ସ୍ପନ୍ଦନ ସୃଷ୍ଟି ହଉଛି। ଏଟା ହେଲା ନାଭି ଚକ୍ର। ଠିକ ସେଇଭଳି ଏଟା ହେଲା ଆତ୍ମଶକ୍ତିରେ ହଉଛି, ଧାତୁ ଶକ୍ତିରେ। କିନ୍ତୁ ପରମାତ୍ମ ଶକ୍ତି ରହିଲେ କୋଉଠି ନା ଜ୍ଞାନ ଶକ୍ତି, ଯୋଉଟା କି ରହିଲେ ତ୍ରିକୁଟରେ। ଜ୍ଞାନ ଶକ୍ତି ମଧ୍ୟ 7 ପ୍ରକାରର ସ୍ୱରରେ ସୃଷ୍ଟି ହଉଛି। ତେଣୁ ଜ୍ଞାନ ଶକ୍ତି ହଉଛି ବୀର୍ଯ୍ୟ ଶକ୍ତି ବା ବିନ୍ଦୁ ଶକ୍ତି, ଆଉ ଇଚ୍ଛା ଶକ୍ତି ହଉଛି ରଜ ଶକ୍ତି। ଇଚ୍ଛା ହେଲା ରଜ
ଆଉ ଜ୍ଞାନ ହେଲା ବୀର୍ଯ୍ୟ। ଏଇ ଦିଟା ମିଶିଗଲେ, ରଜ ବୀର୍ଯ୍ୟ ମିଶିଗଲେ ସେଇଠି ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ମଧ୍ୟ ତ୍ରିକୁଟରେ ସୃଷ୍ଟି ହଉଛି। ହେଇସାରିଲା ପରେ ତାଙ୍କର ସପ୍ତ ସଖୀ କିଏ ସେ ନା ସାତଟା, 2 କାନ, 2 ଚକ୍ଷୁ, 2 ନାସା, 1 ମୁଖ। ଏଇ 7ଟା ଜାଗାରେ 7ଟା ଶୂନ୍ୟ ରହିଛି। ଏ ସପ୍ତ ଶୂନ୍ୟରେ ସପ୍ତ ସଖୀ ନର୍ତ୍ତନ କରୁଛନ୍ତି। ରାଧାକୃଷ୍ଣ ରହିଲେ ତ୍ରିକୁଟରେ ଏବଂ ତାଙ୍କର 7ଟା ଯୋଉ 2 କର୍ଣ୍ଣ, 2 ଚକ୍ଷୁ, 2 ନାସା, 1 ମୁଖ, ଏଇ 7ଟା ଜାଗାରେ ଯୋଉ ଶୂନ୍ୟ ରହିଛି ସେ ଶୂନ୍ୟରେ ସପ୍ତ ସଖୀ ବିଚରଣ କରୁଛନ୍ତି ଏବଂ ଏଇ ସପ୍ତ ସଖୀ ଲଲାଟ ଚକ୍ର ସ୍ଥିତ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ସହିତ ସେମାନେ ସମ୍ପର୍କ ସ୍ଥାପନ କରୁଛନ୍ତି। ତେଣୁ ଇଏ ମଧ୍ୟ ହଉଛି ଏକାକ୍ଷର। ତେଣୁ ଯୋଉ ଏକାକ୍ଷର ନାଭି ଚକ୍ରରେ ଶରୀରର ସମସ୍ତ ଅଙ୍ଗକୁ ପ୍ରଭାବିତ କରୁଛି, ସେଇ ଏକାକ୍ଷର ଆମର ତ୍ରିକୁଟରେ ଶରୀରର ସପ୍ତ ଶୂନ୍ୟକୁ ମଧ୍ୟ ପ୍ରଭାବିତ କରୁଛି। ତେଣୁ ଏକାକ୍ଷର 2 ଭାଗରେ ବିଭକ୍ତ, ଗୋଟେ ହଉଛି ଗୁପ୍ତ ଏକାକ୍ଷର, ଗୋଟେ ହଉଛି ମୁକ୍ତ ଏକାକ୍ଷର। ତେଣୁ ଏଇ ଯୋଉ 2ଟା ଏକାକ୍ଷର ଆମର ସ୍ପନ୍ଦନରେ ସ୍ପନ୍ଦିତ ହଉଛି, ଏଇ ଏକାକ୍ଷର ହିଁ ହଉଛି ଏକାକ୍ଷର ସପ୍ତ ମାତ୍ରା। ଆଉ ତାପରେ 14 ଅକ୍ଷର ହେଲେ ସେ 14 ଅକ୍ଷରଟା ସେ ସପ୍ତ ମାତ୍ରାରୁ ତିଆରି ସୃଷ୍ଟି ହଉଛି। ଇଏ ଗଲା ତ ମାନେ ଏକାକ୍ଷର। ଅଣାକ୍ଷରର ସ୍ଥାନ କୋଉଠି ନା 2 କର୍ଣ୍ଣରେ ଯଦି ଏକାକ୍ଷରର 2ଟା ସ୍ୱର ରହିଲା, 2 କର୍ଣ୍ଣର ମଝି ସ୍ଥଳରେ ଯୋଉ ଜାଗା ରହିଛି ରାଧା ଚକ୍ର, ସେଇଟା ହଉଛି ଅଣାକ୍ଷରର ସ୍ଥାନ। 2 ନାସାର ମଝିରେ ଅଣାକ୍ଷରର ସ୍ଥାନ, 2 ଚକ୍ଷୁର ମଝିରେ ଅଣାକ୍ଷର ସ୍ଥାନ, 2 ଭ୍ରୁଲତା ମଝିରେ ଅଣାକ୍ଷର ସ୍ଥାନ, ଆଉ ମୁଖ ମଝିରେ ଅଣାକ୍ଷର ସ୍ଥାନ। ତାହେଲେ ସୁଷୁମ୍ନା ନାଡିରେ ଅଣାକ୍ଷର ରହୁଛି, ଇଡା ପିଙ୍ଗଳା ନାଡିରେ ଏକାକ୍ଷର ରହୁଛି। ତେଣୁ ସୁଷୁମ୍ନା ନାଡି ରହିଲା ମଝିରେ। ତେଣୁ ମଝିରେ ଯୋଉ 5ଟା ଜାଗା ରହିଲା ମୁଖ, ନାସା, ଚକ୍ଷୁ, ମସ୍ତକ, କର୍ଣ୍ଣ, ଏଇ ଯୋଉ 5ଟା ଜାଗା, ଏଇ 5ଟା ଜାଗାରେ ଯୋଉ 5ଟା ମାତ୍ରା ସୃଷ୍ଟି ହଉଛି ସେଇଟା ହଉଛି ଅଣାକ୍ଷର। ଏବଂ ଯୋଉ 7ଟା ଶୂନ୍ୟରେ ଯୋଉ 7ଟା ସ୍ୱର ସୃଷ୍ଟି ହଉଛି ସେଇଟା ହଉଛି ଏକାକ୍ଷର। ଏକାକ୍ଷର ଇଡା ପିଙ୍ଗଳା ନାଡିକି ପ୍ରଭାବିତ କରୁଥିବା ବେଳେ ଅଣାକ୍ଷର ସୁଷୁମ୍ନା ନାଡିକି ପ୍ରଭାବିତ କରେ। ସୁଷୁମ୍ନା ନାଡିରୁ ଉତ୍ପତ୍ତି ହୁଏ। ଆଉ ଏକାକ୍ଷର ହଉଛି ପ୍ରାଣ ଶକ୍ତି ଏବଂ ଅଣାକ୍ଷର ହଉଛି ମାନସ ଶକ୍ତି। ଅଣାକ୍ଷର ହେଲା ଚନ୍ଦ୍ର, ଏକାକ୍ଷର ହେଲା ସୂର୍ଯ୍ୟ। କଣ ବୁଝିପାରିଲେ ନା? ତେଣୁ ଇଏ ହଉଛି ଶରୀର ମାତ୍ରାରେ ଶରୀର ତତ୍ତ୍ୱ। ଏଇ ଶରୀର ତତ୍ତ୍ୱରେ ଆମେ ଗଲେ ଏଗୁଡା ସବୁ ଗୁଡାକ ପାଇବା। ଏଇ ଯୋଉ 14, 18 ଏଗୁଡା ସବୁ ଅନ୍ଧକୁ ବାଡି ବୁଲେଇଲା ଭଳିଆ, ଏଗୁଡା ସବୁ ପ୍ରକୃତ ପ୍ରମାଣ କିଛି ନୁହେଁ। ଏହା ହିଁ ହଉଛି ଏକାକ୍ଷର ଅଣାକ୍ଷରର ପ୍ରକୃତ ମାନେ ଅର୍ଥ। ତେଣୁ ମୁଁ ଚାହେଁ ଯେ ବିଶ୍ୱମ୍ବର ବ୍ରହ୍ମଚାରୀ ଯେମିତି ଓଡିଶା ନୁହେଁ ଭାରତ ବାହାରକୁ ତାର ଖ୍ୟାତିଟା ଯାଉ। ସୋହଡା ଆଶ୍ରମରୁ ଯେତେବେଳେ ଆସିଲେ ସେଠି ଗୋଟିଏ ମୋର ଡାଏରୀ ଥିଲା, ସେ ଡାଏରୀଟାକୁ କହିଲେ ଖୋଲିଲୁ। ମୁଁ ଯଜ୍ଞ ଚାଲିଛି, ମୁଁ ଡାଏରୀ ଖୋଲିଦେନି। ଖୋଲା ପରେ ଲେଖା ଅଛି, କହଇ ମନବାରେ ଶ୍ରବଣ କର, କେବଳ ଦୟାନିଧି ପାଦ ସୁମର, କମଳ ଚରଣରେ ଥିଲେ ଧ୍ୟାନ, କଦାପି ନ ହୋଇବ ଭବ ବନ୍ଧନ, ଖରସ୍ରୋତାରେ ହଂସ ପୃଷ୍ଠରେ ବସ। ଇତ୍ୟାଦି ଇତ୍ୟାଦି କ ଠାରୁ କ୍ଷ ପର୍ଯ୍ୟନ୍ତ ମୁଁ ଲେଖିଥିଲି। ଯଦି ଲେଖିଥିଲି ତାକୁ ଧରିକି ଫଡ ଫାଡ ଚିରିଲେ। ଚିରି ଦେଇକି କହିଲେ ଶାଲା ଏଟା ତ ଜ୍ଞାନୀ ହେଇଗଲାଣି ଆଉ। ଏୟା କହିଦେଇକି ତାକୁ ଟିକ 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 କରିଦେଲେ। କରିଦେଇକି ସେଠୁ ଗୋଆଧର ସାହୁ ଥିଲା, ତାକୁ କହିଲେ ନେ ଯୋଉ ଅଶ୍ୱିଣ ମାସରେ ବାଳୁଙ୍ଗା ଗୁଡାକ ଉପାଡ଼ିକି ଯେମିତି ପଙ୍କରେ ପୋତି ଦିଅନ୍ତି, ତୁ ତାକୁ ନେଇକି ଟ୍ୟୁବୱେଲ ପଙ୍କରେ ନେଇଯା ପୋତି ଦବୁ। ସେ ପୋତି ଦେଲା। ଯେମିତି ପୋତି ଦେଲା, ମୁଁ ସେଠୁ ମନେ ମନେ ଭାବିଲି ମୁଁ ନିଅନ୍ତୁ ମୋ ମୁଣ୍ଡରେ ତ କମ୍ପ୍ୟୁଟର, ଆଉ ଥରେ ଲେଖିଦେବି କଣ ହେଲା, ଏମିତି ଭାବିଲି। କିନ୍ତୁ ମନ ଦୁଃଖ କଲି ନାହିଁ। ଏ କଥାକୁ ସିଏ ଜାଣିପାରିଲେ। ଜାଣିପାରିଲା ପରେ ଯେତେବେଳେ ଯଜ୍ଞ 3 ଦିନ ଶେଷ ହେଇଗଲା, ଆମେ ଯାଉଛୁ ପିତେଇପୁର ପୂର୍ବରୁ ସେ ସୋହଡା ବାଙ୍କ ଯେତେବେଳେ ବାଙ୍କିଛୁ, ସେଇଠୁ ଡାକିଲେ। ଆମେ ଚାଲି ଚାଲି ଯାଉଛୁ, ସିଏ ରିକ୍ସାରେ ଯାଉଛନ୍ତି। କହିଲେ ଏ ସେ ନାଲା ବାବୁଜୀ କୁଆଡେ ଗଲା, ନାଲା ବାବୁଜୀ କୁଆଡେ ଗଲା। ମୁଁ ସେଠୁ ଗଲି। ଗଲାବେଳକୁ କହିଲେ ପାଦ ଧୋନି। କହିଲେ କହ ସତ୍ୟ 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 ତ୍ରିବାର ସତ୍ୟ। ସିଏ କହୁଥାନ୍ତି, ମୁଁ କହୁଥାନ୍ତି ଆଜିଠାରୁ ଲେଖିବି ନାହିଁ। ମୁଁ ମନା କରି ଲେଖି, ଆଉ କଣ ମୁଁ ଲେଖୁଛି କି? ଭଜନ ସେଦିନ ଠାରୁ ଲେଖା ବନ୍ଦ ପରା। ତେଣୁ ମୁଁ ଆଉ ଲେଖୁ ନାହିଁ। ଯଦି ନ ଲେଖୁଛି ପୁଣି ସେଠୁ ସେ ମତେ ବିଡୁଛନ୍ତି ଯେ ୟା ମନ ଭିତରେ ଲେଖା ଉପରେ କେତେ ଆସକ୍ତ ଅଛି। ମୁଁ କହିଲି ହଁ ଠିକ ଅଛି, ଗୁରୁ ଯଦି ତାଙ୍କର କହିଲେ ମୋର ଲେଖିବି ନାହିଁ ଆଉ, ଏୟା ଭାବିଲି। ପୁଣି ସେଠୁ କିଛି ବାଟ ଗଲେ ପିତେଇପୁର ହାଇସ୍କୁଲ ପୂର୍ବରୁ, କହିଲେ ଏଠିକା। ମୁଁ ସେଠୁ ଗଲି। ସେଠୁ କହିଲେ ପାଦ ଧ ସତ୍ୟ 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 ତ୍ରିବାର ସତ୍ୟ। ସିଏ କହୁଥାଏ, ମୁଁ କହୁଥାଏ। କହିଲେ କହ ଦେଖିବି। ମୁଁ କହିଲି ଆଜ୍ଞା ଦେଖିବି। ବହୁତ ମନ୍ତ୍ର ଅଛି, ସେମାନେ ବାମ ମାର୍ଗୀ ମନ୍ତ୍ର।
ତେଣୁ ଯାହାକୁ ଆମେ ଦେଖୁଛନ୍ତି ଯେ ନିରାକାର ମନ୍ତ୍ରରେ ମଧ୍ୟ ବାମ ମାର୍ଗୀ ଅଛି, ନାରାୟଣ ମନ୍ତ୍ର ବି ବାମ ମାର୍ଗୀ ଅଛି, ଯୋଉମାନେ ସବୁ ସାଧକ। ଆଜିକାଲି 99% ଲୋକ ହଉଛନ୍ତି ବାମ ମାର୍ଗୀ। ବାସ ତେଣୁ ସେ ଭୋଗ ମାର୍ଗ ଜିନିଷ ଗୁଡିକ ଧରିବା ଅର୍ଥ ମୋ ପଥରୁ ମୁଁ ଅଡୁଆରେ ପଡିଯିବ।